There are so many people who ask questions. ଆଉ ଅନେକ ଲୋକ ମାନେ ପ୍ରଶ୍ନ କରନ୍ତି। There are so many gods we don't want to worship. ଆଉ ଏ ପୃଥିବୀରେ ଅନେକ ପ୍ରଭୁ ଅଛନ୍ତି ଆମେ We have so many gods. ଅନେକ ପ୍ରଭୁ ମାନ ଅଛନ୍ତି ଦୁନିଆରେ। We have so many gods in our life. ଅନେକ ଭଗବାନ ଅଛନ୍ତି Who ପୃଥିବୀରେ। is this Jesus? ଆଉ ତାଙ୍କ ମଧ୍ୟରୁ ଯୀଶୁ ଆପଣଙ୍କର This Jesus is not our God. ଆଉ ଲୋକମାନେ କହନ୍ତି କି ଯୀଶୁ ଆମର ପ୍ରଭୁ ନୁହନ୍ତି। This Jesus belongs to American God. ଆଉ ଲୋକମାନେ କହନ୍ତି ଯୀଶୁ ଆମେରିକାର ପ୍ରଭୁ ବୋଲି। No, this Jesus is not belongs to American God. ଯୀଶୁ ଖ୍ରୀଷ୍ଟ ଆମେରିକାର ପ୍ରଭୁ ନୁହନ୍ତି। This God belongs to our God only. ଯୀଶୁ ଖ୍ରୀଷ୍ଟ ଭାରତର ପ୍ରଭୁ ଅଟନ୍ତି। That's what He gave His life to on the cross of Calvary. ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ଆଉ ମୋ ପାଇଁ ସେ କାଲବରୀ କ୍ରୁଶରେ ଆପଣ ଜୀବନକୁ ଦେଲେ। You know, in our life we are saying that we are the Christian people. ଆମେ ଆମ ଜୀବନରେ ଆମେ ଖ୍ରୀଷ୍ଟିଆନ ଲୋକ ଅଟୁ ବୋଲି। When you read Romans chapter 1 verses, all the chapter, we used to believe so many things. Tambak also our God. ଆଉ ଯଦି ଆମେ ରୋମିଓ ପୁସ୍ତକ ଦେଖିବା ଅନେକ ବିଷୟ ଅଛି। ଆଉ ଲୋକମାନେ କହନ୍ତି ତମ୍ବାକୁ ବା ଧୁଙ୍ଗିଆ ମଧ୍ୟ ଆମର ପ୍ରଭୁ ବୋଲି। Drink also our God. ଆଉ ବିୟର ମଧ୍ୟ ଆମର ପ୍ରଭୁ ବୋଲି। Doing so many illegal, that is also our God. ଯୋଉମାନେ ଅନୈତିକ ବିଷୟ କରନ୍ତି ସେମାନେ କହନ୍ତି ଏ ଆମର ପ୍ରଭୁ ବୋଲି। Yeah, if I not do these things, no, he's the people will kill me. ଆଉ ଯଦି ମୁଁ ଏଇ ଖରାପ ବିଷୟ କରିବି ନାହିଁ ତାହେଲେ ମୋ ଜୀବନ ଶାନ୍ତି ହେବ ନାହିଁ ବୋଲି। If I not do adultery, the adultery will kill me. ଆଉ ଲୋକମାନେ କହନ୍ତି ଯଦି ମୁଁ ବ୍ୟଭିଚାର କରିବି ନାହିଁ ତାହେଲେ ମୋ ଜୀବନ ସନ୍ତୁଷ୍ଟ ହେବ ନାହିଁ। If I not apply lipstick, the lipstick will kill me. ଆଉ ଯଦି ଲୋକମାନେ ଲିପଷ୍ଟିକ୍ ଲଗାଇବେ ନାହିଁ ତାହେଲେ ମୋ ଜୀବନ ସନ୍ତୁଷ୍ଟ ଲାଗେ ନାହିଁ ବୋଲି। This all things nonsense. This is in our life. এই সকল বিষয় মনুষ্যମାନଙ୍କ জীবনକୁ নষ্ট করে This দেয়। all things worldly things in our life. এই সকল বিষয় মনুষ্যর জীবনକୁ নষ্ট করে দেব। Whatever we are doing, worldly things, God is watching all our work. ଆଜି ପୃଥିବୀରେ ଆମେ ଯାହା କିଛି କରୁଅଛୁ ପରମେଶ୍ୱର ସବୁ ଦେଖୁଛନ୍ତି। Don't think that after coming and going outside the church, we can live as our like. ଯେତେବେଳେ ମଣ୍ଡଳୀ ଲୋକ ଆସୁ ଆମେ ପବିତ୍ର ଜୀବନ ଯାପନ କରୁ ଯେତେବେଳେ ମଣ୍ଡଳୀ ଚର୍ଚ୍ଚ ସରିଗଲା ପାର ଗଲେ ଆମେ ଅନୈତିକ କର୍ମ ଗୁଡାକ କରୁ। I don't know why God is giving this word to me. ଆজ ମୁଁ ଜାଣିନି ପରମେଶ୍ୱର ଏଇ କଥା କାହିଁକି ମୋତେ କହୁଛନ୍ତି। I don't know why God is putting this word in my mind. କାହିଁକି ପରମେଶ୍ୱର ଏଇ କଥା କହୁଛନ୍ତି ମୁଁ ଜାଣି ନାହିଁ। After receiving God, ଯୀଶୁଙ୍କୁ ପାଇଲା ପରେ after worshiping God, ଯୀଶୁଙ୍କୁ ପାଇଲା ପରେ why we are in the falling inside the people in the worldly? ଯୀଶୁଙ୍କୁ ପାଇଲା ପରେ କାହିଁକି ଆମେ ପାପ ରାସ୍ତାରେ ଥାଉଛୁ। We are reading all and we are worshiping God. ବେଳେ ବେଳେ ତ ମନ୍ଦିର ପୂଜା ଖାଇକି ଆସୁ ଆଉ ପ୍ରଭୁଙ୍କୁ ପ୍ରାର୍ଥନା କରୁଥାଉ। And after here and after hearing word of God inside the church, after going, we have so many wives and we have so many lovers and in our life. ଆମେ ମଣ୍ଡଳୀ ଘରକୁ ଆସୁ ପ୍ରାର୍ଥନା କରୁ ବାକ୍ୟ ଶୁଣୁ ଘରେ ଗଲା ପରେ ପାଞ୍ଚ ଚାରିଟା ଲାଗ ମାଇକିନା ରଖୁ ଦୁନିଆ ଲୋକମାନଙ୍କ ସହିତ ଖରାପ କାମ କରୁ। This American man came from America to South Africa. ଏ ଆମେରିକାର ଆଜ୍ଞା ସେ ଆମେରିକାରୁ ସାଉଥ ଆଫ୍ରିକାକୁ ଆସିଲେ। He got married from South Africa. ସେ ଆମେରିକାର କିନ୍ତୁ ତାଙ୍କର ମାଇକିନା ଆଉଛନ୍ତି ସାଉଥ She is ଆଫ୍ରିକା। a great evangelist, ସେ ଜଣେ ଭୟଙ୍କର ପ୍ରମୁଖ ଦାସ। great preacher. ସେ ଜଣେ ଶକ୍ତିଶାଳୀ ପ୍ରକାର। She is a great prayerful woman. ସେ ବହୁତ ପ୍ରାର୍ଥନା ଜୀବନ କାଟନ୍ତି। This family is called by God. এই ପରିବାର ଯୀଶୁଙ୍କ ଦ୍ୱାରା He ଡକାଯାଏ। have money. ତାଙ୍କ ପାଖରେ ଯଥେଷ୍ଟ ପଇସା He is ଅଛି। a rich man. ସେ ଧନୀ ବ୍ୟକ୍ତି। But he can do what we can. ସେ ଯାହା ଦରକାର ତାହା କରିପାରିଥାନ୍ତେ। But he can live as his life. ତାଙ୍କ ପାଖରେ ଯଥେଷ୍ଟ ପଇସା ଅଛି। His wife is staying South Africa. ତାଙ୍କର ସ୍ତ୍ରୀ ସାଉଥ ଆଫ୍ରିକାରେ ଅଛନ୍ତି। ତାଙ୍କ ସ୍ତ୍ରୀଙ୍କ ମଧ୍ୟ ବହୁତ ଲକ୍ଷ ଲକ୍ଷ ଟଙ୍କା ଅଛି। He can live as his life. ସେ ଯେମିତି ଜୀବନ ଯାପନ କରିଥାନ୍ତେ ତାଙ୍କ ପାଖରେ ପଇସା ଅଛି। But he is a wise man. He studied and everything he has. ସେ ବହୁତ ପାଠ ପଢିଛନ୍ତି। ସେ ତାଙ୍କୁ ବହୁତ ପଇସା ଅଛି। Good educated person. ସେ ଶିକ୍ଷିତ ଲୋକ ଅଟନ୍ତି। Good knowledge person. ଭଲ ଜ୍ଞାନ ଅଛି। Why he is fearing to God? ଆଜି କାହିଁକି ସେ ପ୍ରଭୁଙ୍କ ସେବା କରୁଛନ୍ତି? Why is he fearing to God? କାହିଁକି ସେ ପ୍ରଭୁଙ୍କ ସେବା କରୁଛନ୍ତି? There is a reason. ତାର ପଛରେ କାରଣ ଅଛି। Wherever we live, no doesn't matter. ମାନେ ଯୋଉଠି ବି ରହିଲେ ମଧ୍ୟ ତାହା ବଡ଼ କଥା ନାହିଁ। We should think that our God is watching. ଆପଣ ଭାବନ୍ତି ଆପଣ ଯେକୌଣସି ଜିନିଷ Wherever you walk, wherever you sit, that doesn't matter. ଆପଣ କେଉଁ ରାସ୍ତାକୁ ଯାଉଛନ୍ତି କଣ କରୁଛନ୍ତି ପ୍ରଭୁ ଆପଣଙ୍କୁ ଦେଖୁଛନ୍ତି। Whatever you do, that doesn't matter. ଯାହା କିଛି କରୁଛନ୍ତି ତାହା Think about that. My God is watching from heaven. ଆପଣଙ୍କ ଜୀବନରେ ଆପଣ ଯାହା କିଛି କରୁଛନ୍ତି ମଣିଷ ଦେଖି ନ ପାରେ କିନ୍ତୁ ପ୍ରଭୁ ଦେଖୁଛନ୍ତି। We are keeping so many
you know, CC camera inside the church and outside the house. We have many CC cameras here and there. ଆମେ ବେଳେ ବେଳେ ଦେଖୁ କି ବଡ଼ ବଡ଼ ଚର୍ଚ୍ଚ ମାନଙ୍କରେ ଘର ମାନଙ୍କରେ ସିସି କ୍ୟାମେରା ଲଗାଇଥାନ୍ତି। Why we are watching why we are keeping CC camera, you know? ଆମେ ସିସି କ୍ୟାମେରା କାହିଁକି ଘରେ ଆଉ ଘରେ ମୋବାଇଲ ମାନଙ୍କ ଲଗାଇଥାନ୍ତି? Why the people, government people, police, already they are informing, keep all people, use all people CC camera. ଆଉ ଦେଖନ୍ତୁ ଜାଣନ୍ତି କି ଆଜି ଅନେକ ଲୋକମାନଙ୍କ ଘରେ ସିସି କ୍ୟାମେରା ଲାଗିଛି। ମୋବାଇଲ ମାନଙ୍କରେ ମଧ୍ୟ ସିସି କ୍ୟାମେରା ଲାଗିଛି। Only this CC camera will catch those who are doing the kill people. ସିସି କ୍ୟାମେରା ଏଥିପାଇଁ ଲଗାନ୍ତି ଯେଉଁମାନେ ଭୁଲ କରନ୍ତି, ଚୋରନ୍ତି, ଖରାପ କାମ କରନ୍ତି, ଆଉ ଜିନିଷକୁ ଚୋରେଇ ନେଇଯାଆନ୍ତି, ସେଥିପାଇଁ ତାଙ୍କୁ ଧରିବା ପାଇଁ ସିସି କ୍ୟାମେରା ଲାଗିଥାଏ। Those who are taking, stealing, and those who are having illegal connection, those who are eating and many things, they want to catch and put in the jail. ସେଥିପାଇଁ ସିସି କ୍ୟାମେରା ଲଗାନ୍ତି କି ଗୋଟେ ଜିନିଷ ଚୋରି ହେଇଯିବ ଆଉ ଘରେ ଆସିକି ଲୋକମାନେ ଅଜାଣ ଲୋକମାନେ ପଶିଯିବେ ଆଉ ଏ ପ୍ରକାର ବିଷୟକୁ ଧରିବା ପାଇଁ ସିସି କ୍ୟାମେରା ଲଗାନ୍ତି। But I want to tell you today only one thing in front of you. ଆଜି ମୁଁ ଆପଣଙ୍କୁ ଗୋଟେ ଜିନିଷ କହିବା ପାଇଁ ଚାହେଁ। If current will go, this CC camera will not work out. ଯଦି କରେଣ୍ଟ ପଳେଇଲା ସିସି କ୍ୟାମେରା ଆଉ କାମ ଦେବ ନାହିଁ। Pastor, it is true. If current go, this CC camera also will off. If current go, CC will cannot work. ଆପଣ ଜାଣନ୍ତି କି କରେଣ୍ଟ ଯଦି ପଳେଇଲା ସିସି କ୍ୟାମେରା ଆଉ କାମ ଦେବ ନାହିଁ। CC camera will not work. ସିସି କ୍ୟାମେରା କାମ ଦେବ ନାହିଁ। The CC camera will not catch our work. ଯଦି କରେଣ୍ଟ ପଳେଇଲା ଚୋରମାନେ ଆସିକି ଚୋରି କରି ନେଇ ଗଲେ ମଧ୍ୟ ସିସି କ୍ୟାମେରା ଧରି ପାରିବ ନାହିଁ। Police will not catch. ପୋଲିସ ମାନେ ଧରି ପାରିବେ ନାହିଁ। But more than one police watching if current also. କିନ୍ତୁ ସରକାରର ପୋଲିସ ଅଛନ୍ତି। If there is no current, only one CC camera is working here. କରେଣ୍ଟ ନଥିଲେ ମଧ୍ୟ ଆପଣଙ୍କୁ ଧରିବେ ସେ। If there is no current, one CC camera will work here. ଯଦି ଆପଣଙ୍କ ପାଖରେ କରେଣ୍ଟ ନଥିଲେ ମଧ୍ୟ ଲୋକ ଅଛନ୍ତି ଆପଣଙ୍କୁ ଧରିବେ। Only one camera, and the camera is watching all the world. ତା ପାଖରେ ଗୋଟେ କ୍ୟାମେରା ଅଛି, ସେଇ କ୍ୟାମେରା ସମଗ୍ର ବିଶ୍ୱକୁ ଦେଖୁଛି। If there is no current also, power also, that camera is working. କରେଣ୍ଟ ନଥିଲେ ମଧ୍ୟ ସେ କ୍ୟାମେରା ପୃଥିବୀକୁ ସେ ଦେଖୁଛି। That camera name is, ସେଇ କ୍ୟାମେରାର ନାମ ସେଇ କ୍ୟାମେରାର ନାମ Jesus. ଯୀଶୁ ଖ୍ରୀଷ୍ଟ। Only one camera. ତାଙ୍କ ସେ କ୍ୟାମେରା He is watching each one of you. ଦେଖୁଛନ୍ତି। He is watching each one of you. ଆପଣଙ୍କୁ ଦେଖୁଛନ୍ତି। Where you are sitting, ଆଜି ଆପଣ କଣ what କରୁଛନ୍ତି? you are doing, ଆପଣ କଣ କରୁଛନ୍ତି? which one you are choosing. ଆଜି କଣ ଆପଣ ଗ୍ରହଣ He କରୁଛନ୍ତି? is watching each one of you. ସେ ଦେଖୁଛନ୍ତି। Don't think no one will watch. ଆପଣ ଭାବନ୍ତୁ ନାହିଁ ମୋତେ କିଏ ଦେଖୁନାହାନ୍ତି ବୋଲି। Pastor will not watch. ମୋତେ ଦେଖୁନାହାନ୍ତି ବୋଲି। Small pastor is not watch. ପାଷ୍ଟର ମୋତେ ଦେଖୁନାହାନ୍ତି ବୋଲି କହନ୍ତି ନାହିଁ। John will not watch. ଆଜି ପାଷ୍ଟର ଦେଖୁନାହାନ୍ତି ବୋଲି ଭାବନ୍ତୁ ନାହିଁ। Police will not watch. ପୋଲିସ ଦେଖୁନାହାନ୍ତି ବୋଲି କହନ୍ତି ନାହିଁ। Officer will not watch. ଅଫିସର ମୋତେ ଦେଖନ୍ତି ନାହିଁ ବୋଲି କହନ୍ତି Only ନାହିଁ। one officer will watch. ଆପଣଙ୍କୁ ସମସ୍ତ ଲୋକମାନେ ଦେଖୁଛନ୍ତି। That officer name is Jesus. ଯୀଶୁ ଖ୍ରୀଷ୍ଟ He is watching you. ଆପଣଙ୍କୁ ଦେଖୁଛନ୍ତି। What you are doing ଆପଣ କଣ କରୁଛନ୍ତି? today? Which one you want to receive? ଆଜି ଆପଣ କଣ ଗ୍ରହଣ କରିବାକୁ ଚାହାନ୍ତି? The true God is calling each one of you. ସେଇ ସତ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଉ ମୋତେ ଡାକି ଅଛନ୍ତି। He wants to save our life. ସେ ଆପଣଙ୍କୁ ଆଉ ମୋତେ ଆଉ ମୁକ୍ତ କରିବା ପାଇଁ ଚାହାନ୍ତି। You know, many people they worship with many gods. ଆଉ ଦୁନିଆରେ ଅନେକ ଲୋକମାନେ ଅନେକ ପ୍ରକାର ଭଗବାନଙ୍କୁ After hearing the true word of God, ଯୀଶୁଙ୍କୁ ପାଇଲା ପରେ ମଧ୍ୟ ଅନେକ ଲୋକମାନେ ଆଜି ବିଭିନ୍ନ ପ୍ରକାର ପ୍ରଭୁଙ୍କୁ ଉପାସନା କରୁଛନ୍ତି। after hearing the word of God, ଆଉ ଈଶ୍ୱରଙ୍କର ବାକ୍ୟ ଗ୍ରହଣ କଲା ପରେ which one you want to receive today? ଆଜି ଯୀଶୁଙ୍କର ବାକ୍ୟକୁ ଶୁଣିକି ଜାଣିପାରିବେ Which Lord you want to receive today? ଆଜି ଆପଣ କେଉଁ ପ୍ରଭୁ ଗ୍ରହଣ କରିବା ପାଇଁ ଚାହାନ୍ତି? You want to receive donkey God? ଆପଣ କୁକୁରମାନଙ୍କର ଭଗବାନଙ୍କୁ ଚାହାନ୍ତି? What you want to receive piggies God? ଆପଣ ଭାବନ୍ତି କି ଡୋଙ୍କି ଗୋଟେ ପ୍ରଭୁ ବୋଲି? This what is God created. এই সমগ্র বিশ্বର ପ୍ରତ୍ୟେକ ଜିନିଷକୁ ପ୍ରଭୁ ନିର୍ମାଣ କରି ଅଛନ୍ତି। He is our creator. ଯୀଶୁ ହେଉଛନ୍ତି ଆମର The creator is calling each one of you. ସେଇ ପ୍ରଭୁ ଆପଣଙ୍କୁ ଆପଣଙ୍କୁ ଆହ୍ୱାନ କରିଛନ୍ତି। If you believe him, ଯଦି ଆପଣ ଯୀଶୁକୁ ବିଶ୍ୱାସ କରିବେ, God will believe you also. ଯଦି ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରିବେ, ତାହେଲେ ଈଶ୍ୱର ଆପଣଙ୍କୁ He will give his real salvation to you. ଯଦି ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରିବେ, ଯୀଶୁଙ୍କୁ ବିଶ୍ୱାସ କରିବେ, ତାହେଲେ ଯୀଶୁ ଆପଣଙ୍କୁ ପରିତ୍ରାଣ ଦେବେ। Only one camera will not switch off
That camera name is Jesus. କରେଣ୍ଟ ପଳାଏ ସିସିଟିଭି ବନ୍ଦ ହେଇଯାଏ କିନ୍ତୁ ସ୍ୱର୍ଗରେ ଗୋଟେ କ୍ୟାମେରା ଅଛି ସେ କ୍ୟାମେରା କରେଣ୍ଟ ଗଲେ ମଧ୍ୟ ଲିଭିବ ନାହିଁ Where that camera is watching, you know that? ଆପଣ ରାତିରେ ଭୁଲ କଲେ ଦିନରେ ଭୁଲ କଲେ ମଧ୍ୟ ସେ କ୍ୟାମେରା ଦେଖୁଛି USA people, Canada people, all people, I want to say that today, who is watching live or whatever, wherever you may be, that only one camera will work. The camera name is Jesus. ଆପଣ ଭାରତକୁ ଯାଆନ୍ତୁ ତାମିଲନାଡୁକୁ ଯାଆନ୍ତୁ ଆପଣ ଆମେରିକାକୁ ଯାଆନ୍ତୁ ଯୋଉଠି ଯାଆନ୍ତୁ ଆପଣ ଭୁଲ କାମ କଲେ ମଧ୍ୟ ହେଇପାରେ କରେଣ୍ଟ ଗଲା ପରେ ସିସିଟିଭି ବନ୍ଦ ହେଇଯାଏ ଗୋଟେ କ୍ୟାମେରା ଅଛନ୍ତି ଆପଣ ଯେ କୌଣସି ଜାଗାରେ ମଧ୍ୟ ଗଲେ ସେ କ୍ୟାମେରା ଆପଣଙ୍କୁ ଦେଖୁଛି Which God you want to believe? You take a ସେ decision. କ୍ୟାମେରା ହେଉଛି ଯୀଶୁ ଖ୍ରୀଷ୍ଟ Which God you want to believe? You choose today. ଆଜି ଆପଣଙ୍କ ଜୀବନକୁ ସମୀକ୍ଷା କରନ୍ତୁ ଆଜି ଆପଣଙ୍କ ଜୀବନକୁ ପରିବର୍ତ୍ତନ କରନ୍ତୁ ଆଜି ଆପଣ ଯୀଶୁଙ୍କୁ ଗ୍ରହଣ କରନ୍ତୁ ଆଜି ଆପଣଙ୍କ ଜୀବନରେ ସମୀକ୍ଷା କରନ୍ତୁ କି ଯୀଶୁଙ୍କୁ ବିଶ୍ୱାସ କରି ତାଙ୍କ କଥା ମାନି ଚାଲିବା ପାଇଁ Praise the Lord. Thank you so much for the training. So God bless you and use you mightily. Praise the Lord. Hallelujah. Hallelujah. Hallelujah.